गुड मॉर्निंग सांग मैंने आपण मैंने केमती अच्छा मु आशा करुँचे आपण मैंने भी भल थे मु भी भल रही मु तो सकाल सकाल काम पड़े जाऊँना से ब्लॉग रे आसी पारुनी आज भी सकाल चली जाए एबे 6टा पखापाखि है आबे पड़े जावा आना भात घरे रांधुंट माँ सेपटे खड़ा बटे कौन करुँच आपण को देखा देखिए देखिपार सकाल सकाल काकर केमती पकोची पूरा धड़ा ही देखा जाऊँगी एपटे भालू देखिपारे तार खाऊँ आउ चामटू टे बेसी खाई देना ना कि गला काली तार देह भल ना क्या पड़ जा बैगुण तो सब उड़ी नहीं जाती ये देखिपे ये माँ धान सिझाऊँ ना धान न सिझेले आ कौन खाइबा से धान सिझाऊँ सांग मैंने तुम सेपटे किपरि काकर पकोची ना नहीं कमेंट निहाती जनइबे आमर एपटे तो पूरा अंधार कर दौची माने गाड़ी आसले ही आम पड़े जावा माने आसीनी एपर्यंत मु अपेक्षा करिछि माने सब रेडी है भात फात पूरे देइचंती रेडी है पड़िया तरकारी कर कौन आज कौन तरकारी हम आलू बैगण आउ किछि नहीं खाली चचड़ा हम कहते रसुण हाँ रसुण 40 टंका से रसुण खाऊने कि तरकारी भी मिसौने एना मसला बांटुचंती ठीक होते एते मांगदे फाटिबे ओए धीरे 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 बस बस धीरे धीरे आ जने एते छोटा छोटाटा एता लांजो नै ना कोन धरवे ए जा जा सर जा बिलाती गुड़ा खाऊचंती तो सांग मैंने आपण तो जन माने काम जीवा समय जिते जाऊँच आसुँच कम तो आज टी लेट्रे गले से कहली आज टी ब्लॉग रे आस तो कई दिन है आसीना तुम्हें तो आसिले आज ब्लॉग रे
ତ ଆପଣ ମୋତେ ଜଣେଇଦେଲା ସେ କେତେବେଳେ ଯାଉଛି କେତେ ଟାଇମ୍ରେ ଆସୁଛି। ଆଉ ଯିବାର ବି ସକାଳେ ଯାଉଛନ୍ତି ଆଉ ଆସୁଛନ୍ତି 9ଟା 10ଟା ପାଖାପାଖି ହେଇଯାଉଛି। ତ ବହୁତ ଲେଟ୍ରେ ଆସୁଛନ୍ତି। ତ ଏବେ ତ ପୁରା ସଞ୍ଜ ହେଇଗଲାଣି। ତ ଘରେ ଭାତ ବସେଇ ଦେଇ ଆସିଛି। ମୁଁ ଆସି ଏଠି ବସିଛି ଟିକେ ଫଙ୍କା ଆଡ଼େ। ତ ପବନ ବି ଭଲ ବାଜୁଛି ଆଉ ଟିକେ ଗରମ ବି ଲାଗୁଛି ନା, ଆଉ ମେଘ ପାଗ ବି କରିଛି। ତ ସେଥିପାଇଁ ଟିକେ ଆସିକି ବସିଛି ଏପଟେ ଆଉ ଭାତ ବସେଇ ଦେଇ ଆସିଛି। ତ ଆଜି ଗୁରୁବାରଟାରେ କ'ଣ ସବୁ ହେଉଛି ରନ୍ଧା ରନ୍ଧି ତ ଦେଖିବେ ଭିଡ଼ିଓରେ ଆମର କଣ୍ଟିନ୍ୟୁ ରହିଥିବେ। ତ ଚାଲନ୍ତୁ ଦେଖିବା କ'ଣ ସବୁ ହେଉଛି ରାତିରେ। ଆଉ ମାଙ୍କଡ଼ ତ ଦେଖିଲେ, ମାନେ ମାଙ୍କଡ଼ କେତେ ଆସିଲେ, 4ଟା ମାଙ୍କଡ଼ ଆସିଥିଲେ। ତ ଏପଟେ ଏତେ ମାଙ୍କଡ଼ ନାହାନ୍ତି, ହେଲେ ବାପା ଘର ଆଡ଼େ ବହୁତ ମାଙ୍କଡ଼। ମାନେ ମାଙ୍କଡ଼ ଏମିତି ମାନେ ଏକୁଟିଏ ମାନେ ବାହାରକୁ ବାହାରି ପାରିବନି, ଏତେ ମାଙ୍କଡ଼। ମାନେ ରାସ୍ତା କଡ଼ ଯଦି ବସିଥିବେ ମାନେ ଏ ମୁଣ୍ଡରୁ ସେ ମୁଣ୍ଡ ପୁରା ଗଛ ଗୋଟେ ପୁରା ବସିଥିବେ ଲାଇନରେ ପୁରା ସବୁ। ମାନେ ପାରାଇତେ ମାନେ ଚାଲିକି ପାରାଇତେ ଡର ଲାଗେ ସେମିତି ମାଙ୍କଡ଼। ତ ଏଇଠି ବି ସେଇଠି ବସିଥିଲେ, ଯାଇଥିଲି ମୁଁ ଜେଜେମା ଘର। ତ ଯେମିତି ଜେଜେମା ପାଟି କରିଦେଇଛନ୍ତି ମାଙ୍କଡ଼ ବୋଲି ଆଉ ମୋତେ ପାଇବେ। ମୁଁ ସିଧା ଦୌଡ଼ିକି ଘରେ ପଶିଯାଇଛି। ମାଙ୍କଡ଼ ତାର ରାସ୍ତାରେ ଅଛି, ମୁଁ ତ ଦେଖିକି ତାଙ୍କୁ ଡରୁଛି ମାଙ୍କଡ଼କୁ ଦେଖି। ମୁଁ ମାଙ୍କଡ଼ ଯାହା କୁହନ୍ତୁ, ମାଙ୍କଡ଼ ବହୁତ ଡରେ ମୁଁ। ଥରେ ମୁଁ ସେମିତି ଘରେ ଏକୁଟିଆ ଥିଲି ଆଉ ଘରେ ସେମିତି କେହି ଥିଲେନି, ଟିକେ ଛୋଟ ଥିଲେ ସେତେବେଳେ। ଆଉ ଭାଇ ଥିଲେ ଏକୁଟିଆ, ଭାଇ ଆଉ ମୁଁ। ଆଉ ଭାଇ ଖାଇକି ଭାତ ଗଲେ ଗାଁର ପଟକୁ। ଆଉ ଘର ପାଖରେ ମାନେ ବଡ଼ ବାପା ପରିକା ହେବ, ବଡ଼ ମା ପରିକା। ଆଉ ସେ ଡାକୁଛନ୍ତି, କହୁଛନ୍ତି ମାଙ୍କଡ଼ ପଶିଛନ୍ତି ଘେଡ଼େଇକି କାଢ଼ିଦିଅ। ଆଉ ମୁଁ କ'ଣ କହୁଛି, ମାଙ୍କଡ଼ ମୁଁ କ'ଣ ଘେଡ଼େଇ ଦେଇପାରିବି ନା, ସେମାନେ ଅଛନ୍ତି। ଆଉ ସେତେବେଳେ ଆମର ବାପା ଯେପରିକା ପରିବା ଚାଷ କରିନାହାନ୍ତି ନା, ସେମିତି ଚାଷ କରିଥିଲେ। ଆଉ ଆମର ପଲଙ୍କ ମେଲା ହେଇଛି, ମାନେ ମେଲାଟାରେ ଆଉ ତଳେ ଆଳୁ ବିଲାତି ମାନେ ପରିବା ସବୁ ଢଳା ହେଇଛି। ଆଉ ସେଇଟା ଅନ୍ଧାର ହେଇଯାଏ ବୋଲି କାନ୍ଥ ବି ହେଇନି, ତ ଖାଲି ଏତିକି ସରୁ ସରୁ କ'ଣ କୁହନ୍ତି ବାଉଁଶ ବତାରେ ମାନେ ଘେରା ହେଇଛି। ଆଉ ସେଥିରେ ଜାଲ ଦିଆ ହେଇଥିଲାନି। ଆଉ ଗୋଟେ ମାଙ୍କଡ଼ ଛୁଆ କ'ଣ କରିଛି, ମାନେ ସେଇଠି ଟିକେ ଫଙ୍କା ଥିଲା, ସେ ସେଇଠି ଜାଙ୍କି ହେଇକି ପଶିଲା ଘରେ। ମୁଁ ଖାଇବା ପାଇଁ ବସିଥିଲି ସେଇ ଟାଇମ୍ରେ। ମୁଁ କ'ଣ କଲେ ଡରରେ ଭାତ ବେଲା ତାଟିଆ ଧରିଲେ ସିଧା ଦୌଡ଼ିଲେ ଘର ଭିତରେ ପଶିଗଲି। ମାନେ ଭିତରେ ସେତେବେଳେ ଆମର କାନ୍ଥ ହେଇଥିଲାନି, ସବୁଆଡ଼େ ଫଙ୍କା ଥିଲା, ସେଇଠି ଯାଇକି ଲୁଚିଗଲି ଆଉ ବସିକି ଖାଇଲି। ବସିଲି। ତାପରେ ଆଉ ଗୋଟେ ମାଙ୍କଡ଼ କ'ଣ କରିଛି, ଖାଇତେ ବସିଲା ବେଳେ ମାନେ ପୁରା ଆମର ଦୁଆର ସାମ୍ନାରେ ଆସିଲା। ଆମର ବି ସେଇଗୁଡ଼ା ବି ଦୁଆର ମାନେ ଭାତ ଘର ଦୁଆର ଇଏରେ ବାଉଁଶ ନେଇ ତିଆରି ହେଇଛି, ଫଙ୍କା ଆଉ ମୁଁ କ'ଣ କରୁଛି, ବସିଛି। ସେ ମୁଁ ଯେମିତି ଲୁଚୁଛି, ସେ ମାଙ୍କଡ଼ ବି ସେମିତି ଲୁଚିକି ମୋତେ ଦେଖୁଛି। ଆଉ ମୁଁ ଡରରେ କ'ଣ କଲେ, ପଳେଇଲେ ସେଇଠୁ। ପୁଣି ସେ ମାଙ୍କଡ଼ ଛୁଆ କ'ଣ କଲା, ଘର ଭିତରେ ପଶିଗଲା। ଘର ଭିତରେ ପଶିକି ଆଳୁ ବିଲାତି ତାର ସବୁ ଖାଉଛି। ଆଉ ମୋତେ ପାଇବ ଡର, କେଉଁଠି ନା କେଉଁଠି ଲୁଚି ଯାଇଛି। ମାନେ ଏତେ ମାଙ୍କଡ଼ ମୁଁ ଡରେ। ସେଇଠି ଗୋଟେ ମାଙ୍କଡ଼ ବି ଗଲା। ପୁଣି ଥରେ ସେମିତି ଏମିତି ବଡ଼ ହେଇକି ଆଉ ସେମିତି ଯାଉଛି, ମାନେ ଯେଇଠି ପରିବା ଚାଷ କରୁନାହାନ୍ତି ନା, ସେଇଠି ବାପାରେ ରହୁଥିଲେ, ମୁଁ ବି ସେଇଠି ରହୁଥିଲି। ଆଉ ଯାଉଛି ସକାଳେ ଟାଇମ୍ ହେବ ସେ 9ଟା 10ଟା। ଆଉ କ'ଣ କରୁଛନ୍ତି ମାଙ୍କଡ଼ ମାନେ, ବସିଛନ୍ତି ରାସ୍ତା କଡ଼ରେ। ଆଉ ମୋ ମାଆକୁ ଡାକିଲି, ମାଆକୁ କହିଲି ଆସ ତୁମେ ମୋତେ ନେଇଯାଅ। ଆସିଲେ ମା'। ମୁଁ ଆସିଲି ଉଠିକି, ଗୋଟେ ମାଙ୍କଡ଼ ଗଛ ପାଖରେ ବସିଛି, ମାନେ ଏମିତି ଗଛଟା ରାସ୍ତା କଡ଼ରେ ଗଛରେ ଗୋଟେ ଅଛି, ସେଇଠି ବସିଛନ୍ତି। ଆଉ ମୁଁ ଯେମିତି ଆସିଛି, ମାଙ୍କଡ଼ ବି ସେଇଠି ମୋ ଦାନ୍ତ ଦେଖାଉଛି। ମୁଁ ତାକୁ ଦେଖି ମୁଁ ପୁଣି ଡରି ଯାଉଛି। ମୁଁ ମାଆକୁ ପୁଣି ଡାକୁଛି, ମା' ଆଉ ଟିକେ ପାଖକୁ ଆସ। ମା' ଗଲେ ପାଖକୁ, ମା' ସାଥିରେ ହିଁ ଆସୁଥିଲି। ଆଉ ଏମିତି ଗଛ ଗୋଟେ ଅଛି ପାଖରେ। ତାପରେ ଏଇଠି ଗୋଟେ ମାନେ ଗଡ଼ିଆ ତଡ଼ା ହେଇଛି, ମାନେ ସେଇ ଗଡ଼ିଆ ହିଡ଼ରେ ବସିଛି ଗୋଟେ ମାଙ୍କଡ଼। ଆଉ ଆମେ ଯାଉଛୁ ଆଉ ଗୋଟେ ଗଡ଼ିଆ ସାଇଡ଼୍ ଟିକେ ଆଉ ମୁଁ କ'ଣ କରିଛି, ମା' ଉପରେ ଟିକେ ଚାଲିଛି, ମୁଁ ଟିକେ ତଳେ ଚାଲିଛି। ଆଉ ମାଙ୍କଡ଼ଟା ପୁଣି ଯେମିତି ଦାନ୍ତ ଦେଖେଇ ଦେଲେ, ମୁଁ ଆଉ ଡରରେ କ'ଣ କରେ, ସିଧା ଗଡ଼ିଆ ତଳେ ଡିଆଁ ମାରିଦେଇଛି। ମାନେ ସକାଳଟାରେ ଭାବିଥାଉ ତାହେଲେ, ସେତେବେଳେ ଶୀତ ଟାଇମ୍ରେ ପୁଣି ବର୍ଷା ହେଉଛି। ସେତେବେଳେ ମାନେ ରାସ୍ତା ତିଆରି ହେଇଥିଲା ଯେ ବିଲଟାରେ ମାନେ ଭର୍ତ୍ତି ହେଇଥିଲା ଆଣ୍ଠିଏ ପାଣି। ସେଇଠି ପାରେଇକି ଆସିଲା, ପୁଣି ସେ ମାଙ୍କଡ଼ଟା ପୁଣି ଗଡ଼ିଆରେ ଚପଲ ପିନ୍ଧିଛି, ଡିଆଁ ମାରିଦେଲେ ପୁରା ଗଡ଼ିଆରେ। ଯେ ମା' ଯେ ଗାଳି ଦେଉଛନ୍ତି, ଏତେ ମାଙ୍କଡ଼ ଖାଇଦେବେ ନା। ମୁଁ ସତ ଯାହା କୁହନ୍ତୁ, ମାଙ୍କଡ଼ ବହୁତ ଡରେ। ହେଲେ ମାଙ୍କଡ଼ ଦେଖିଲେ ଆମର ବହୁତ ଡରିବି ମାଙ୍କଡ଼। ଆଉ ମୁଁ ଯଦି ବାଟରେ ଚାଲିଥିମି, ଯଦି ଗୋଟେ ମାଙ୍କଡ଼ ଦେଖିଯିବି, ଆଉ ମୁଁ ଯିବିନି କୁଆଡ଼େ। ଲୋକ ଆସିଲା ପରେ ନ ନେଲା ପର୍ଯ୍ୟନ୍ତ ମୁଁ ଯିବିନି କୁଆଡ଼େ। ଏତେ ମାଙ୍କଡ଼। ପୁଣି ଆଜି ଦେଖିଲି ନା ମାଙ୍କଡ଼, ସେତେ କଥା ମନେ ପଡ଼ିଗଲା ମାଙ୍କଡ଼ ଦେଖିକି।
ମାନେ କେତେ ସବୁ ମାଙ୍କଡ଼ ବିଷୟରେ ଯାଇଛି। ତାହେଲେ ଚାଲନ୍ତୁ ଏବେ ଘରକୁ ଯିବା। ଆଉ ସନ୍ଧ୍ୟା ବି ହେଇଗଲାଣି, ଦେଇପାରୁଥିବେ ପୁରା ସନ୍ଧ୍ୟା ହେଇଗଲାଣି। ତ ଚାଲନ୍ତୁ ଏବେ ଘର ଯିବା, ସେତିକି ଏଠି ବସିକି ଗପିବା। ତାହେଲେ ଦେଖିଲେ ଆଜିର ମାଙ୍କଡ଼ ଷ୍ଟୋରି। ତୁମେ ତ ଶୁଣିନ ନା, ତୁମେ କାମ ଯାଇଥିଲ, କହିବେନି ଆଙ୍କୁ ନହେଲେ ହସେଇ ମୁଁ ଦେବେ ଏବେ ମାଙ୍କଡ଼ ଆସିଲି ଷ୍ଟୋରି। ଜଷ୍ଟ। ତୁମକୁ କହିବିନି, ତୁମେ ହସେଇ ଦେବ ମାଙ୍କଡ଼ କଥା ଶୁଣିଲେ। ମାଙ୍କଡ଼ ଷ୍ଟୋରି, ମୋ ବିତି ଯାଇଥିବା ମାଙ୍କଡ଼ ଷ୍ଟୋରି ଆପଣମାନଙ୍କୁ ତ ଜଣେଇଛି ମାଙ୍କଡ଼ ଷ୍ଟୋରି। ଆପଣମାନେ ହସେଇବେନି ମୋତେ। ମାନେ ମାଙ୍କଡ଼ ଦେଖିଲେ ହେଲେ ବହୁତ ଡରେ। ଯାହା କୁହନ୍ତୁ, ଖରାପ ଭାବନ୍ତୁ ଭଲ ଭାବନ୍ତୁ, ତୁମେ ଡର? କିଏ ଡରିବନି, ସମସ୍ତେ ଡରିବେ। ମୁଁ ତ ଦେଖିଲା ମାତ୍ରକୁ ହିଁ ଡରିବି। ମାନେ ପାଖରେ ତ ଦୂର କଥା, ସେଇଠି ବସିଛି ମୁଁ ଏଠି ଡରିବି। ମାଙ୍କଡ଼ ଏତେ ଯେ ଡରେ ମୋତେ। ତାହେଲେ ଦେହ ତ ଗରମ ଲାଗିଲା, ଗରମ ଲାଗୁଛି ନା କଣ? ଗରମ ଲାଗୁଛି। ତାହେଲେ ପଟି ଟିକେ ଦେଖାଉନ କେତେ ନା ବଡି ନା ଦେଖାଉନା। ଡରିଯିବେ। ଡରିବେ ଆପଣମାନେ କହୁଛନ୍ତି, ଦେଖେଇବେନି। ଦେଖାଅ ଟିକେ, ଦେଖୁଛନ୍ତି ଲୁଚି ଯାଉଛନ୍ତି କେମିତି। ଦେଖେଇବେନି କହୁଛନ୍ତି, ଇନସର୍ଟ ହେଇଯାଉଛନ୍ତି ନା। ମୋ ବଡି ଦେଖନ୍ତୁ, ଦେଖନ୍ତୁ ମୋ ବଡି। ତୁ ଆଉ ଦେଖିବା ଦେ କାର ବେଲେ ବଡି ଦେଖାଉ ଦେ ଟିକେ। ଆଉ ସେତିକି ଲାଜ କର, ଆସ ଏପଟେ ବାହାରି ଆସ ଦିଅ। ତାହେଲେ ରହୁଛୁ ଆଜିକା ପାଇଁ, ପୁଣି ନେକ୍ସଟ ଭିଡ଼ିଓ ଦେଖାହେବ। ତ ଆଜି ଆଡ଼ଭାନ୍ସ ଗୁଡ୍ ନାଇଟ୍ ଏବେଠୁ ଜଣାଇ ଦେଉଛି। ଗୁଡ୍ ନାଇଟ୍। ଏବେ ଟାଇମ୍ ବି ହେଇଗଲାଣି 8ଟା 8:30 ପାଖାପାଖି ହେଇଗଲା। ଆପଣମାନେ ବି ଖାଇ ପିଇକି ଶୋଇଯାଆନ୍ତୁ, ଏବେ ଆମେ ଖାଇବା। ତାହେଲେ ରହୁଛି, ପୁଣି ନେକ୍ସଟ ଭିଡ଼ିଓ ଦେଖାହେବ। ବାଏ ବାଏ।